ଲାଗୁଛି ଯେମିତି ଓଡିଶାର ପରିଚୟ ସୋସିଆଲ ମିଡିଆରେ ଗୋଟେ ଭିଡ ହିଂସା ବୋଲି ଦେଖାଇବା ଆରମ୍ଭ ହେଇଯାଇଛି ଏବଂ ଦୈନନ୍ଦିନ ସୋସିଆଲ ମିଡିଆ ଆଡେଇଲେ ଭିଡିଓ ଆସୁଛି ଯେ ଓଡିଶାରେ ଏଠି ଭିଡ ହିଂସାରେ ଆକୁ ବାଡେଇ ମାରିଦେଲେ, ତାକୁ ମରଣାନ୍ତକ ଆକ୍ରମଣ ହେଲା। ପ୍ରବଳ ପବ୍ଲିକ ଆଇନକୁ ହାତରେ ନେଉଛନ୍ତି ଏବଂ ଗୋଟେ ଲୋକକୁ ନିରୀହ ଭାବରେ ପିଟୁଛନ୍ତି, ବାଡଉଛନ୍ତି, ମାରୁଛନ୍ତି ଭିଡିଓ ଚାରିଆଡେ ଘୁରି ବୁଲୁଛି। ଆନ୍ତର୍ଜାତିକ ସ୍ତରରେ ଏଥିପାଇଁ କି ଓଡିଶା ବହୁତ ବଦନାମ ହେଇସାରିଲାଣି ବା ହଉଛି। ତେଣୁ ଏଠି ଆମର ନାଗରିକ ମାନଙ୍କୁ ଅଧିକ ଅନୁରୋଧ ରହିବ, ଓଡିଶାର ନାଗରିକ ମାନଙ୍କୁ ଯୋଉଠି ବି ଯାହା ଘଟଣା ହଉଛି ବା ଯାହା ବି ଭିଡିଓ ଯୋଉଠୁ ଆସୁଛି ତାର ସତ୍ୟାସତ୍ୟକୁ ଅନୁଶୀଳନ କରି ନିଷ୍ପତ୍ତି ନିଅନ୍ତୁ, ପ୍ରଭାବିତ ହୁଅନ୍ତୁ। ଫେସବୁକ୍ ଆଉ ଇନଷ୍ଟାଗ୍ରାମର ଆଲଗୋରିଦିମ୍ ଏମିତିଆ ଯେ ଆପଣ ଯଦି ଗୋଟେ ଭିଡିଓକୁ ଲାଇକ୍ କରିଦେଲେ ସେ ଭିଡିଓଟାକୁ ଆପଣ ଦେଖିଦେଲେ ତା ପର ସେଇ ଭିଡିଓ ଆସିବ। ତେଣୁ ଯେମିତି ଭିଡ ହିଂସାର ଏବେ ଯେମିତି ଲୋକ ଦେଖୁଛନ୍ତି ଆଉ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ଯୋଉମାନେ କାମ କରୁଛନ୍ତି ଆଉ ସୋସିଆଲ ମିଡିଆ ଅନଲାଇନରୁ ଟଙ୍କା କମେଇ ଚଳିବା ତାଙ୍କର କାମ, ସେମାନଙ୍କର ବି ଆମେ ଲକ୍ଷ୍ୟ କରୁଛେ ଯେ ସେମାନେ ବି ଅନ୍ୟ ଜାଗାର ଭିଡିଓକୁ ଡାଉନଲୋଡ କରି ଓଡିଶାର ଏ ଜାଗାର କି ସେ ଜାଗାର ଏମିତିଆ କରି ବର୍ତ୍ତମାନ ସୋସିଆଲ ମିଡିଆରେ ଛାଡୁଛନ୍ତି, ଯାହାଫଳରେ କି ପଇସା ସେମାନେ ପାଇବେ କିନ୍ତୁ ଏପଟେ କଣ ନାହିଁ କଣ ଓଡିଶାର ଇମେଜ ଖରାପ ହେଲାଣି, ଓଡିଶାର ପ୍ରଭାବ ପଡିଲାଣି। ତେଣୁ ଏସବୁ ବିଷୟରେ ସତ୍ୟାସତ୍ୟ ଅନୁଶୀଳନ କରିକି ସଚେତନ ଭାବରେ ନାଗରିକ ମାନେ ଚଳିବାର ଆବଶ୍ୟକତା ଅଛି ବୋଲି ଆମେ ଅନୁରୋଧ କରୁଛୁ ଏବଂ ସମସ୍ତ